ଷଷ୍ଠ ଗଳ୍ପ ସମାଧି ଦୀପ। ଯୌବନର ସାଥୀ ଯେ ଜୀବନ ସାଥୀ ହୋଇପାରିବ, ଏହା ଭଲ ପାଇବାର ସଂଜ୍ଞା ନୁହେଁ। ଆବଶ୍ୟକ ହେଲେ ଏହା ସତ୍ୟ ହୁଏ, ପୁନଶ୍ଚ ଅସତ୍ୟ ବି ହୋଇଥାଏ। କିନ୍ତୁ ରୀତିଶା ପାଇଁ ଯୌବନର ତପସ୍ୟା ଆଶାର ପ୍ରଦୀପକୁ ଆଲୋକିତ କରିପାରିଥିଲା। ସୌରଭକୁ ଭଲ ପାଇ ଜୀବନ ସାଥୀ ରୂପେ ପାଇବାର ଆକାଂକ୍ଷା ତାକୁ ପ୍ରତି ମୁହୂର୍ତ୍ତରେ ଉଚ୍ଛ୍ୱସିତ ଆନନ୍ଦ ଦେଉଥିଲା। ସାଗରର ଜୁଆର ସାଙ୍ଗକୁ ଯେ ଭଟ୍ଟା ଅଛି, ତାର ମତୁଆଲା ମନଟା ଜମା ବୁଝୁନଥିଲା। ସୌରଭ ମଧ୍ୟ ନାସ୍ତିବାଣୀ ଶୁଣାଇ ପାରୁନଥିଲା ରୀତିଶାକୁ। କିନ୍ତୁ ଝଡ଼ ଆସିଲେ ପ୍ରକୃତିରେ ଯେ ଅସୁମାରୀ କ୍ଷତି ହୁଏ, ଦୁହିଁଙ୍କ ପରିବାର ମଧ୍ୟରେ ତୀବ୍ର ବିରୋଧ ସୃଷ୍ଟି ହୁଏ। ରୀତିଶା ଏବଂ ସୌରଭ ଜୀବନ ସାଥୀ ହେବାର ସୌଭାଗ୍ୟ ହରାନ୍ତି। ଦୁର୍ଘଟଣାରେ ସୌଭାଗ୍ୟ ଚିରଦିନ ପାଇଁ ପୃଥିବୀରୁ ବିଦାୟ ନେଇଯାଏ। ହେଲେ ରୀତିଶାର ବିଭାଘର ସେହି ଗାଁରେ ହୁଏ, ସୌରଭର ପଡ଼ିଶା ଘର ସରୋଜ ସହିତ। ସରୋଜର ପରିବାର ରୀତିଶାର ବିଭାଘର ସୌରଭ ସାଥିରେ ହେବାର କଥା ଜାଣିନଥାନ୍ତି। ନବବଧୂ ହେଲା ପରେ ସେ କେବଳ ଶୁଣୁଥାଏ, ଶାଶୁଘରର ପଡ଼ିଶା ଘର ହେଉଛି ସୌରଭର ଘର। ତାଙ୍କର ବାରିପଛ ବିଲରେ ସୌରଭର ସମାଧି। ଶୁଣେ, ମନେ ପଡ଼େ ଯୌବନ ବେଳର ସୌରଭର ଅଭିଳାଷ। ସେ ଦିନେ ରୀତିଶାକୁ କହିଥିଲା, ରୀତି, ମୁଁ ଯଦି ବିବାହ ଆଗରୁ ସଂସାରରୁ ଚାଲିଯାଏ, ଆମ ବାରିପଛ ବିଲରେ ମୋର ସମାଧି ହେବ। ତୁମେ ସଞ୍ଜବେଳେ ସେହି ସମାଧିରେ ଦିନଟେ ହେଉନା କାହିଁକି ଦୀପଟିଏ ଜାଳିବ, ମୋ ଆତ୍ମା ଶାନ୍ତି ପାଇବ। ରୀତିଶା ଶୁଣିକି ସୌରଭ ପାଟିକୁ ହାତରେ ବନ୍ଦ କରିଦେଇଥିଲା। ଏ ସେମିତି କହନା। କିନ୍ତୁ ଜାଣିପାରିନଥିଲା ଯେ ତାର ବିଭାଘର ସୌରଭର ପଡ଼ିଶା ଘର ଗୌରବ ସାଥିରେ ହେବ ବୋଲି। ସୌରଭର କଥା ରଖିବାକୁ ଏବେ ରୀତିଶା ସମୟ ଓ ସୁଯୋଗକୁ ଅପେକ୍ଷା କରେ। ସୌରଭର ସମାଧିରେ ଦୀପଟିଏ ଜାଳିବ, ତା ଆତ୍ମାକୁ ସନ୍ତୁଷ୍ଟ କରିବ। ଅନାବିଳ ପ୍ରେମରେ ଈଶ୍ୱରଙ୍କ ଆଶୀର୍ବାଦ ଭରିଯାଏ। ଶାଶୁଘର ବାରିପାଖ ବିଲରେ ଶ୍ୱଶୁରଙ୍କ ସମାଧି। ସଞ୍ଜବେଳେ ଦୀପଟିଏ ଜାଳିବା ପାଇଁ ଶାଶୁ ବୁଝେଇ ଦିଅନ୍ତି। ରୀତିଶା ଏହି ସୁଯୋଗରେ ଦୀପଟିଏ ଜାଳିଦିଏ ସୌରଭର ସମାଧିରେ। ଏହି ସମାଧି ଦୀପରେ ଶାନ୍ତି ପାଏ ସୌରଭର ଆତ୍ମା।